ସମସ୍ତ କୁନି କୁନି ପିଲାମାନଙ୍କୁ ପୁଣି ଥରେ ଆଉ ଏକ ନୂଆ ଭିଡ଼ିଓକୁ ସ୍ୱାଗତ। ଆଜିର ଭିଡ଼ିଓଟି ହେଉଛି ଚତୁର୍ଥ ଶ୍ରେଣୀ ପିଲାମାନଙ୍କ ପାଇଁ। ଆଚ୍ଛା ପିଲାମାନେ, ତମେମାନେ ସମସ୍ତେ ଜାଣିଛ ଯେ ତୁମର ବହି ପରିବର୍ତ୍ତନ ହୋଇଯାଇଛି। ଆଉ ନୂଆ ବହି ଯେଉଁ ଆସିଛି ଓଡ଼ିଆ ବହି, ତା'ର ନାମ ଦିଆଯାଇଛି କ'ଣ ନା ଭାଷା ମହକ, ହେଲା କି? ତେଣୁ ଆଜି ଆମେ ପ୍ରଥମ ବିଷୟଟି ପଢ଼ିବା। ପ୍ରଥମ ବିଷୟରେ କ'ଣ ଦେଇଛି ତମମାନଙ୍କର ସୂଚୀପତ୍ରରେ ଦେଖ। ପ୍ରଥମ ବିଷୟରେ ଦେଇଛି ଟିକି ଚଢ଼େଇ, ଯାହାକି ଏକ ପଦ୍ୟଟିଏ, ହେଲା। ତାହେଲେ ବର୍ତ୍ତମାନ ଆମେ ସେହି ପଦ୍ୟଟିକୁ ଶୁଣିବା। ଏକ ସୁନ୍ଦର ସଙ୍ଗୀତରେ ଏହି ପଦ୍ୟଟିକୁ ସଜାଯାଇଛି। ଆମେ ବର୍ତ୍ତମାନ ଏହି ଗୀତଟି ଶୁଣି ସାରିବା, ତାପରେ ପାଠ ପଢ଼ିବା, ହେଲା। ଠିକ୍ ଅଛି, ବର୍ତ୍ତମାନ ତୁମେମାନେ ଗୀତଟିକୁ ଶୁଣ। ଗଛ ଡାଳଟିରେ ଘରଟି ମୋର, ଅତି ଛୋଟ ଅଟେ ଅଣ୍ଡା ଆକାର। ମା ସହ ମୁହିଁ ଅତି ଖୁସିରେ, ଖଣ୍ଡି ଉଡ଼ା ଦେଇ ଉଡ଼ଇ ଧୀରେ। ମା ଚାଲି ଯାଏ ଆହାର ପାଇଁ, ବସାଟି ଭିତରେ ବୁଲାଇ ମୁହିଁ। ବାହାର ଦୁନିଆ ଦେଖି ତ ନାହିଁ, ବସାଟି ସଂସାର ମୋହରି ପାଇଁ। ବଡ଼ ହୋଇ ଯେବେ ବାହାର ଦେଖେ, ସବୁଜିମା ଭରା ମୋ ଚାରି ପାଖେ। ଭାବିଲି ବସାଟି ନିହାତି ଛୋଟ, ବାହାର ଦୁନିଆ କେଡ଼େ ବିରାଟ। ପୁଣି ଦିନେ ମୁହିଁ ବସାରୁ ଆସି, ଗଛରେ ବସି ମୁଁ ହୋଇଲି ଖୁସି। ଭାବିଲି ଦୁନିଆ କେଡ଼େ ସୁନ୍ଦର, ଫୁଲ ଫଳେ ହସେ ସାରା ସଂସାର। ନୀଳ ଆକାଶର ବିରାଟ ଦେହ, ଦେଖି ମୋ ମନରେ ଆସୁଲା ଭୟ। ବିଶାଳ ବିଶ୍ୱର ବିସ୍ମୟ କଥା, ଭାବି ବସିଲେ ମେ ଘୁରଇ ମଥା। ବଡ଼ ହୋଇ ଯେବେ ବାହାର ଦେଖେ, ସବୁଜିମା ଭରା ମୋ ଚାରି ପାଖେ। ଭାବିଲି ବସାଟି ନିହାତି ଛୋଟ, ବାହାର ଦୁନିଆ କେଡ଼େ ବିରାଟ। ସକାଳ ସୁରୁଜ କଳ ଖରା, ମନରେ ଭରିଲା ଭାବନିଆରା। ଟିକି ଚଢ଼େଇ ମୁଁ ଟିକି ମୋ ଡେଣା, ଉଡ଼େ ମୁଁ ଆକାଶେ ନ ମାନି ମନ। ଗଛ ଡାଳଟିରେ ଘରଟି ମୋର, ଅତି ଛୋଟ ଅଟେ ଅଣ୍ଡା ଆକାର। ମା ସହ ମୁହିଁ ଅତି ଖୁସିରେ, ଖଣ୍ଡି ଉଡ଼ା ଗେଡ଼େ ଉଡ଼ଇ ଧୀରେ। ମା ଚାଲି ଯାଏ ଆହାର ପାଇଁ, ବସାଟି ଭିତରେ ବୁଲାଇ ମୁହିଁ। ବାହାର ଦୁନିଆ ଦେଖି ତ ନାହିଁ, ବସାଟି ସଂସାର ମୋହରି ପାଇଁ। ବଡ଼ ହୋଇ ଯେବେ ବାହାର ଦେଖେ, ସବୁଜିମା ଭରା ମୋ ଚାରି ପାଖେ। ଭାବିଲି ବସାଟି ନିହାତି ଛୋଟ, ବାହାର ଦୁନିଆ କେଡ଼େ ବିରାଟ। ଆଚ୍ଛା ପିଲାମାନେ, ଗୀତଟି କିପରି ଲାଗିଲା ମୋତେ କୁହ। ଭଲ ଲାଗିଲା ନା ନାହିଁ? ଠିକ୍ ଅଛି, ତାହେଲେ ବର୍ତ୍ତମାନ ଚାଲ ସେ ବିଷୟବସ୍ତୁକୁ ଆମେ ଟିକେ ବୁଝିବା, ହେଲା। ଠିକ୍ ଅଛି। କବିତାର ନାଁ ହେଉଛି ଟିକି ଚଢ଼େଇ। ଗଛ ଡାଳଟିରେ ଘରଟି ମୋର, ଅତି ଛୋଟ ଅଟେ ଅଣ୍ଡା ଆକାର। ମା ସହ ମୁହିଁ ଅତି ଖୁସିରେ, ଖଣ୍ଡି ଉଡ଼ା ଦେଇ ଉଡ଼ଇ ଧୀରେ। ମା ଚାଲିଯାଏ ଆହାର ପାଇଁ, ବସାଟି ଭିତରେ ବୁଲଇ ମୁହିଁ। ବାହାର ଦୁନିଆ ଦେଖି ତ ନାହିଁ, ବସାଟି ସଂସାର ମୋହରି ପାଇଁ। ବଡ଼ ହୋଇ ଯେବେ ବାହାର ଦେଖେ,
ସବୁଜିମା ଭରା ମୋ ଚାରିପାଖେ। ଭାବିଲି ବସାଟି ନିହାତି ଛୋଟ, ବାହାର ଦୁନିଆ କେଡ଼େ ବିରାଟ। ପୁଣି ଦିନେ ମୁହିଁ ବସାରୁ ଆସି, ଗଛରେ ବସି ମୁଁ ହୋଇଲି ଖୁସି। ଭାବିଲି ଦୁନିଆ କେଡ଼େ ସୁନ୍ଦର, ଫୁଲ ଫଳେ ହସେ ସାରା ସଂସାର। ନୀଳ ଆକାଶର ବିରାଟ ଦେହ, ଦେଖି ମୋ ମନରେ ଆସିଲା ଭୟ। ବିଶାଳ ବିଶ୍ୱର ବିସ୍ମୟ କଥା, ଭାବି ବସିଲେ ମୋ ଘୁରୋଇ ମଥା। ସକାଳ ସୂରୁଜ କଅଁଳ ଖରା, ମନରେ ଭରିଲା ଭାବ ନିଆରା। ଟିକି ଚଢ଼େଇ ମୁଁ ଟିକି ମୋ ଡେଣା, ଉଡ଼େ ମୁଁ ଆକାଶେ ନ ମାନି ମନା। ତାହେଲେ ବର୍ତ୍ତମାନ ଏଇ ଯେଉଁ ବିଷୟଟି କୁହାଯାଇଛି, ଏକ ଛୋଟ ଚଢ଼େଇ ଯାହାର ଜନ୍ମ ହେବା ପରେ କ'ଣ ସବୁ ଘଟଣା ରହିଛି ତାହା ଏହି କବିତାରେ କୁହାଯାଇଛି ହେଲା। ତେଣୁ ପ୍ରଥମ ପଦ୍ୟର ଯେଉଁ ପ୍ରଥମ ଅଂଶରେ କ'ଣ ଦେଇଛି ନା, ଗଛ ଡାଳଟିରେ ଘରଟି ମୋର ଅତି ଛୋଟ ଅଟେ ଅଣ୍ଡା ଆକାର। ତେଣୁ ଯେତେବେଳେ ସେଇ ଛୋଟ ଚଢ଼େଇଟି ଜନ୍ମ ହୋଇଯାଇଛି, ତାପରେ ତାକୁ ତା'ର ଘର ଦେଖାଯାଇଛି। ତା'ର ଘର କିପରି ନା, ତା'ର ଘର ହେଉଛି ଗଛ ଡାଳରେ ତା'ର ଘର ରହିଛି ହେଲା କି। ଆଉ ସେ ଘରଟି କିଭଳି ରହିଛି ନା, ଅଣ୍ଡା ଆକୃତିର ରହିଛି, ଗୋଲାକାର ରହିଛି। ବୁଝିପାରିଲ? ତୁମେମାନେ ସବୁ ଚଢ଼େଇ ବସା ଦେଖିଛ ନା ନାହିଁ? ଠିକ୍ ଅଛି। କେଉଁ ସବୁ ଚଢ଼େଇ ବସା ଦେଖିଛ କହିଲ? ବିଭିନ୍ନ ପ୍ରକାର ଚଢ଼େଇ ବସା ସବୁ ଅଛି। ଗୋଟେ ସୁନ୍ଦର ଚଢ଼େଇ ବସା ଅଛି ଜାଣିଛ? ବାୟା ଚଢ଼େଇ ବସା ଜାଣିଛ? କେତେ ସୁନ୍ଦର ଦେଖାଯାଏ କହିଲ? ଠିକ୍ ଅଛି। ତାପରେ ଶୁଣ, ମାଙ୍କ ସହ ମୁହିଁ ଅତି ଖୁସିରେ, ଖଣ୍ଡି ଉଡ଼ା ଦେଇ ଉଡ଼ଇ ଧୀରେ। ଯେତେବେଳେ ଛୋଟ ଚଢ଼େଇଟି ଜନ୍ମ ହୋଇଯାଏ, ତାପରେ ସେ ଧୀରେ ଧୀରେ ଉଡ଼ିବା ଶିଖେ। କାହାଠାରୁ ଶିଖେ ନା, ତା ମା ଚଢ଼େଇଠାରୁ ଶିଖେ ହେଲା କି। ତେଣୁ ସେଇ ଟିକି ଚଢ଼େଇଟି କହୁଛି କ'ଣ ନା, ମୁଁ ମୋର ମାଙ୍କ ସହିତ ଅତି ଖୁସିରେ ଖଣ୍ଡି ଉଡ଼ା ଦେଉଛି ବା ଧୀରେ ଧୀରେ ଉଡ଼ିବା ଶିଖୁଛି। ବୁଝିପାରିଲ? ତାପରେ ଦେଖ, ମା ଚାଲିଯାଏ ଆହାର ପାଇଁ, ବସାଟି ଭିତରେ ବୁଲଇ ମୁହିଁ। ବାହାର ଦୁନିଆ ଦେଖି ତ ନାହିଁ, ବସାଟି ସଂସାର ମୋହରି ପାଇଁ। ତାହେଲେ କ'ଣ ହେଲା ନା, ଯେତେବେଳେ ତା'ର ଜନ୍ମ ହୋଇସାରିଥାଏ, ତାପରେ କ'ଣ ତା'ର ଖାଇବା ପାଇଁ କିଏ ଦାୟିତ୍ୱ ନେଇଥାନ୍ତି ନା, ତା'ର ମା ଚଢ଼େଇଟି ଦାୟିତ୍ୱ ନେଇଥାନ୍ତି। ସେଥିପାଇଁ ସେଇ ମା ଚଢ଼େଇଟି କ'ଣ କରେ ନା, ଆହାର ଅନ୍ୱେଷଣରେ ବା ଆହାର ଖୋଜିବା ପାଇଁ ବାହାରକୁ ଚାଲିଯାଇଥାଏ ହେଲା କି। ଯେତେବେଳେ ମା ତା'ର ପିଲାମାନଙ୍କୁ ଛାଡ଼ିକିରି ଚାଲିଯାଇଥାଏ, ସେତେବେଳେ ତା'ର ବସାରେ କିଏ ଥାଏ ନା, ସେଇ ପିଲାଟି କେବଳ ଥାଏ, ସେଇ ଟିକି ଚଢ଼େଇଟି ଥାଏ। ତେଣୁ ସେ ସେଇ କଥାଟି କହୁଛି କ'ଣ ନା, ଯେତେବେଳେ ମୋର ମା ଚାଲିଯାଆନ୍ତି ଆହାର ଆଣିବା ପାଇଁ, ସେତେବେଳେ କ'ଣ ବସା ଭିତରେ ମୁଁ କେବଳ ଏକୁଟିଆ ଥାଏ। ମୁଁ ବାହାର ଦୁନିଆକୁ କେବେ ଯାଇନି କି ଦେଖିନି। ତେଣୁ ମୁଁ ସେଇ ବସା ଭିତରେ ହିଁ ଥାଏ। ତେଣୁ ବସାଟି ହେଉଛି ସଂସାର ମୋହରି ପାଇଁ, ମାନେ ବସାଟି ସଂସାର ମୋହରି ପାଇଁ, ଅର୍ଥାତ୍ ବସାଟି ମୋର ସବୁକିଛି। କାହିଁକି ନା, ବସାରେ ହିଁ ମୁଁ ଜନ୍ମର ଆରମ୍ଭରୁ ହିଁ ବସାକୁ କେବଳ ଦେଖୁଛି, ବାହାର ଦୁନିଆକୁ ମୁଁ କେବେ ଦେଖି ନାହିଁ। ବୁଝିପାରିଲ? ଠିକ୍ ଅଛି। ତାପରେ ଦେଖ, ବଡ଼ ହୋଇ ଯେବେ ବାହାର ଦେଖେ, ସବୁଜିମା ଭରା ମୋ ଚାରିପାଖେ। ଭାବିଲି ବସାଟି ନିହାତି ଛୋଟ, ବାହାର ଦୁନିଆ କେଡ଼େ ବିରାଟ। ଟିକି ଚଢ଼େଇଟି ତାପରେ କ'ଣ କହୁଛି ନା, ଯେତେବେଳେ ମୁଁ ବଡ଼ ହୋଇକରି ବାହାର ଦୁନିଆକୁ ଦେଖୁଛି, ମୋତେ କ'ଣ ଦେଖାଯାଉଛି ନା, ସବୁଜିମା ଭରା ମୋ ଚାରିପାଖ। ଅର୍ଥାତ୍ ମୋର ଚାରିପାଖ ମୋତେ କ'ଣ ସବୁଜ, ମାନେ ସବୁଥିରେ ପରିପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳୁଛି। କେବଳ ସେ ଚଢ଼େଇଟି କ'ଣ କରୁଥିଲା, ଛୋଟବେଳେ ତା'ର ବସାରେ ରହୁଥିଲା। ଯେତେବେଳେ ବସାର ବାହାରକୁ ସେ ଆସିଲା, ତାକୁ ସବୁଜିମା ସାରା ମାନେ ସଂସାର ତାକୁ ଦେଖିବାକୁ ମିଳିଲା। ତା'ର ଚାରିପାଖକୁ ସେ ଦେଖିକିରି ଆଶ୍ଚର୍ଯ୍ୟ ହୋଇଗଲା। ସେ କ'ଣ ଭାବିଲା ତାପରେ ନା, ଭାବିଲି ବସାଟି ନିହାତି ଛୋଟ, ବାହାର ଦୁନିଆ କେଡ଼େ ବିରାଟ। ତେଣୁ ସେ ଭାବିଲା କ'ଣ ନା, ମୁଁ ଆଗରୁ ଭାବୁଥିଲି ମୋର ଏଇ ବସାଟି ମୋ ପାଇଁ ସବୁକିଛି, କିନ୍ତୁ ସେ ଦେଖିଲା କ'ଣ ନା, ବସାଟି ହେଉଛି ନିହାତି ଅତ୍ୟନ୍ତ ଛୋଟ ତା ପାଇଁ। କାହିଁକି ନା, ବାହାର ଦୁନିଆ ହେଉଛି ବହୁତ ବଡ଼। ବସାକୁ ଛାଡ଼ିଦେଲେ ସେ ବାହାର ଦୁନିଆକୁ ଯେତେବେଳେ ଦେଖିଲା, ତାକୁ ତା'ର ଚତୁଃପାର୍ଶ୍ୱ ଲାଗିଲା ବହୁତ ବଡ଼। ବସାଟି ହେଉଛି ମୋ ପାଇଁ ଗୋଟେ ଛୋଟ କେବଳ ରହିବାର ସ୍ଥାନ। ତାପରେ ଦେଖ, ପୁଣି ଦିନେ ମୁହିଁ ବସାରୁ ଆସି, ଗଛରେ ବସି ମୁଁ ହୋଇଲି ଖୁସି। ଭାବିଲି ଦୁନିଆ କେଡ଼େ ସୁନ୍ଦର, ଫୁଲ ଫଳେ ହସେ ସାରା ସଂସାର। ସେ କେମିତି ଦେଖିଲା ନା, ପ୍ରଥମେ କ'ଣ କରୁଥିଲା ନା, ବସାରୁ ବାହାରିକିରି ମୁଣ୍ଡକୁ ବାହାର କରିକିରି ଦୁନିଆ ଦେଖୁଥିଲା। ତାପରେ ସେ ଯେତେବେଳେ ଧୀରେ ଧୀରେ ବଡ଼ ହେଲା, ସେ କ'ଣ କହୁଛି
ନା ପୁଣି ଦିନେ ମୁହିଁ ବସାରୁ ଆସି ଗଛରେ ବସି ମୁଁ ହୋଇଲି ଖୁସି। ମୁଁ ତେଣୁ କ'ଣ କଲି ନା ବସାରୁ ଆସିକିରି ମୁଁ ଧୀରେ ଧୀରେ ଗଛରେ ଥିବା ଡାଳରେ ମୁଁ ବସିଲି। ଆଉ ବସିଲା ପରେ ବହୁତ ଖୁସି ହେଲି। ତାପରେ କ'ଣ ହେଲା ନା ଭାବିଲି ଦୁନିଆ ହେଉଛି ବହୁତ ସୁନ୍ଦର। ଫୁଲ ଫଳେ ହସେ ସାରା ସଂସାର, ଫୁଲ ଫଳରେ ପରିପୂର୍ଣ୍ଣ। ଟିକି ଚଢ଼େଇଟି ଦୁନିଆର ସୁନ୍ଦରତାକୁ ଦେଖିକିରି ବହୁତ ଖୁସି ହୋଇଛି। କାହିଁକି ଖୁସି ହୋଇଛି ନା ସାରା ସଂସାର ଫୁଲ ଫଳରେ ହସୁଛି, ଫୁଲ ଫଳରେ ପରିପୂର୍ଣ୍ଣ ରହିଛି। ହେଲା କି? ତେଣୁ ଚଢ଼େଇଟି କ'ଣ କହୁଛି ନା ଭାବିଲି ଦୁନିଆ କେଡ଼େ ସୁନ୍ଦର, ମାନେ ସେ ଚିନ୍ତା କରୁଛି ଦୁନିଆ କେତେ ସୁନ୍ଦର, ମୁଁ ଯେତିକି ଦେଖୁଛି ତାଠାରୁ ଆହୁରି ସୁନ୍ଦର, କାହିଁକି ନା ଫୁଲ ଫଳରେ ସାରା ସଂସାର ଏଠି ହସୁଛି। ବୁଝିପାରିଲ? ତାପରେ ଦେଖିବା, ନୀଳ ଆକାଶର ବିରାଟ ଦେହ ଦେଖି ମୋ ମନରେ ଆସିଲା ଭୟ, ବିଶାଳ ବିଶ୍ୱର ବିସ୍ମୟ କଥା ଭାବି ବସିଲେ ମୋ ଘୋରୋଇ ମଥା। ତାହେଲେ ଯେଉଁ ନୀଳ ଆକାଶ ରହିଛି ଏହାର ବିରାଟ ଦେହ ରହିଛି, କାହିଁକି ନା ମୁଁ ଯେତେବେଳେ ଉଡ଼ିବା ଆରମ୍ଭ କଲିଣି ମୋତେ ଆକାଶ କ'ଣ ଦେଖାଯାଉଛି? ବିଶାଳକାୟ ଦେଖାଯାଉଛି। ଆକାଶର କୌଣସି ସୀମା ନାହିଁ। ତେଣୁ ସେ ମୋତେ ବହୁତ ବଡ଼ ଦେଖାଯାଉଛି, ଯେଉଁଥିପାଇଁ ମୋ ମନରେ ଭୟ ଆସିଯାଉଛି। କିଏ କହୁଛି ଏ କଥା? ନା ଟିକି ଚଢ଼େଇଟି କହୁଛି। ହେଲା। ତାପରେ ବିଶାଳ ବିଶ୍ୱର ବିସ୍ମୟ କଥା, ଏଇ ଯେଉଁ ବିଶାଳ ବିଶ୍ୱ ରହିଛି ଏହାର ବିସ୍ମୟ କଥା କ'ଣ, ମାନେ କ'ଣ ଆଶ୍ଚର୍ଯ୍ୟଚକିତ କଲା ଭଳିଆ କଥା ସବୁ ରହିଛି। ଭାବି ବସିଲେ ମୋ ଘୋରୋଇ ମଥା, ଯଦି ମୁଁ ଆକୁ ଭାବୁଛି ତାହେଲେ ମୋ ମନରେ କ'ଣ ଭୟ ଆସିଯାଉଛି, ମୋର ମୁଣ୍ଡ ବୁଲେଇ ଦେଉଛି। ବୁଝିପାରିଲ ନା ନାହିଁ? ତାପରେ ଦେଖ, ସକାଳ ସୂରୁଜ କଅଁଳ ଖରା ମନରେ ଭରିଲା ଭାବ ନିଆରା। ତେଣୁ ଯେତେବେଳେ ସକାଳର ସୂର୍ଯ୍ୟ ଆଉ କଅଁଳର ଖରାକୁ ମୁଁ ଦେଖୁଛି ବା ଅନୁଭବ କରୁଛି, ମନରେ ମୋର କ'ଣ ନୂଆ ଭାବନା ସୃଷ୍ଟି ହେଉଛି। ବୁଝିପାରିଲ? ତାମାନେ ଚଢ଼େଇଟି ଖୁସି ହେଉଛି କ'ଣ ନା ସୂର୍ଯ୍ୟଙ୍କର ଯେଉଁ ସକାଳର କିରଣ ତାକୁ ତମେମାନେ ଦେଖିବ, ସକାଳୁ ତମକୁ ଉଠିଲେ ତମକୁ ବହୁତ ବଢ଼ିଆ ଲାଗୁଥିବ, ଫୁର୍ତ୍ତି ଲାଗୁଥିବ। ସେମିତି ସେ ଛୋଟ ଚଢ଼େଇଟିକୁ ବହୁତ ଖୁସି ଲାଗୁଛି କଅଁଳ ଖରା ଆଉ ସକାଳର ସୂର୍ଯ୍ୟଙ୍କୁ ଦେଖିକିରି ସେ ବହୁତ ପ୍ରସନ୍ନ ହେଉଛି। ତାପରେ ଟିକି ଚଢ଼େଇ ମୁଁ ଟିକି ମୋ ଡେଣା, ଉଡ଼େ ମୁଁ ଆକାଶେ ନ ମାନି ମନା। ତେଣୁ ଚଢ଼େଇଟି ପୁଣି ଥରେ କ'ଣ କହୁଛି? ମୁଁ ଚଢ଼େଇଟି ବହୁତ ଛୋଟ, ତେଣୁ ମୋର ଛୋଟ ଛୋଟ ଡେଣା ରହିଛି, ତଥାପି ବି ମୁଁ କ'ଣ କରୁଛି? କାହାରି କଥା ନ ମାନିକିରି ମଧ୍ୟ ଆକାଶରେ ଉଡ଼ି ବୁଲୁଛି। ତେଣୁ ମୁଁ ହେଉଛି ଟିକି ଚଢ଼େଇ ବା ଛୋଟ ଚଢ଼େଇଟି। ତେଣୁ ଏହି ଯେଉଁ କବିତାଟି ରହିଛି ଏକ ଛୋଟ ଚଢ଼େଇର ଜୀବନ ଆଉ ତା'ର ପାରିବାରିକ ଭଲ ପାଇବାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଗଛ ଡାଳରେ ସେ କେମିତି ପ୍ରଥମେ କେମିତି ସେ ତା'ର ବସାରେ ରହୁଛି, ତାପରେ କେମିତି ବାହାରକୁ ଆସୁଛି, ବାହାର ଦୁନିଆ ସହିତ ପରିଚିତ ହେଉଛି, କେମିତି ବାହାର ଦୁନିଆକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛି, ନାଇଁ କି? ତେଣୁ କବିତାଟି ବହୁତ ଭଲ ଭାବରେ ତୁମେ ବୁଝିପାରିଲ ବୋଲି ମୁଁ ଭାବୁଛି। ହେଲା। ତାହେଲେ ବର୍ତ୍ତମାନ ଆମେ ଆଗକୁ ଯିବା। ଆଚ୍ଛା ପିଲାମାନେ, ବର୍ତ୍ତମାନ ଆସ ଏହି କବିତାରେ ପଡ଼ିଥିବା ନୂଆ ଶବ୍ଦ ଜାଣିବା। କ'ଣ ସବୁ ନୂଆ ଶବ୍ଦ ରହିଲା? ନା ଟିକି, ଆହାର, ସଂସାର, ସବୁଜିମା, ଧରା, କଅଁଳ, ବିଶ୍ୱ, ବିସ୍ମୟ, ବିଶାଳ, ନିଆରା। ତେଣୁ ଟିକିର ଅର୍ଥ କ'ଣ? ନା ଟିକିର ଅର୍ଥ ହେଉଛି ଛୋଟ। ଆହାରର ଅର୍ଥ କ'ଣ? ନା ଆହାରର ଅର୍ଥ ହେଉଛି ଖାଦ୍ୟ। ସଂସାରର ଅର୍ଥ ହେଉଛି କ'ଣ? ନା ଭୂମଣ୍ଡଳରେ ଯାହା ସବୁ ଘଟଣା ଘଟୁଛି ଜୀବଜଗତଙ୍କ ପାଖରେ ସେଇଟାକୁ ସଂସାର କୁହାଯାଏ। ତମେ ଜାଣିବ ସେଇଟା ଆଗକୁ ବଡ଼ ହେଲେ। ତାପରେ ଆସିଲା ସବୁଜିମା, ମାନେ ସବୁଜ ବର୍ଣ୍ଣରେ ପରିପୂର୍ଣ୍ଣ ବୃକ୍ଷଲତା, ନାଇଁ କି? ସେଇଟା ସବୁଜିମା। ତାପରେ ଆସିଲା କ'ଣ? ନା ଧରା। ଧରାର ଅର୍ଥ ହେଉଛି କ'ଣ? ନା ପୃଥିବୀ। କଅଁଳର ଅର୍ଥ ହେଉଛି କ'ଣ? ନା କୋମଳ କିରଣ ଯେଉଁଟା କହୁଛେ ସେଇଟାକୁ କଅଁଳ କିରଣ ଯେମିତି କହୁଛେ, ତେଣୁ କଅଁଳର ଅର୍ଥ ହେଉଛି କୋମଳ। କୋମଳ କିରଣ ମାନେ ବହୁତ କମ୍ ଉତ୍ତାପ। ସକାଳର ସୂର୍ଯ୍ୟକିରଣ ଆମକୁ ଶରୀରକୁ କଷ୍ଟ ଦେଇନଥାଏ, ସେଥିପାଇଁ ତାକୁ କଅଁଳ କିରଣ କୁହାଯାଏ। ତାପରେ ଆସିଲା ବିଶ୍ୱ। ବିଶ୍ୱର ଅର୍ଥ ହେଉଛି କ'ଣ? ନା ପୃଥିବୀ ସହିତ ଆହୁରି ବହୁତ ପୃଥିବୀ ଭଳି ଅନେକ ଗ୍ରହ ଅଛି, ଯେଉଁଟାକୁ କହୁଛେ ବିଶ୍ୱ କହୁଛେ। ସେଇଟା ତମେ ମାନେ ଆଗକୁ ଗଲେ ପଢ଼ିବ। ହେଲା। ବିଶ୍ୱ ମାନେ କେବଳ ପୃଥିବୀ ନୁହଁ, ପୃଥିବୀକୁ ସହିତ ମିଶେଇକିରି ଯେତେ ନକ୍ଷତ୍ର ରହିଲେ, ଯେତେ ଗ୍ରହ ରହିଲେ ସମସ୍ତଙ୍କୁ ନେଇକିରି ବିଶ୍ୱ ଗଠିତ। ହେଲା। ତାପରେ ରହିଲା କ'ଣ? ନା ବିସ୍ମୟ।
ବିସ୍ମୟର ଅର୍ଥ ହେଉଛି ଆଶ୍ଚର୍ଯ୍ୟ ହେବା। ତାପରେ ବିଶାଳ, ବିଶାଳର ଅର୍ଥ ହେଉଛି ଆକାରରେ ବହୁତ ବଡ଼। ତାପରେ ଆସିଲା କ'ଣ ନୂଆ ଶବ୍ଦ ନା ନିଆରା। ନିଆରା ମାନେ ଏକ ଅଲଗା ଧରଣର, ଅଲଗା ପ୍ରକାର। ହେଲା, ଠିକ୍ ଅଛି। ତାହେଲେ ବର୍ତ୍ତମାନ ଆସ ଆମେ ପ୍ରଶ୍ନ ଉତ୍ତର କରିବା। କ'ଣ ଦେଇଛି ନା ଆସ କଥା ହେବା। 1 ନମ୍ବରରେ କ'ଣ ଦେଇଛି ନା ସବୁ ଜୀବଜନ୍ତୁ ଘରେ ରହିବାର ଆବଶ୍ୟକତା ଅଛି କି ନାହିଁ, କାରଣ ସହ ଉତ୍ତର କୁହ। ଆଚ୍ଛା କୁହ ତୁମମାନେ, ଯେମିତି ତମେମାନେ ସବୁ ଘରେ ରହୁଛ ସେମିତି ସବୁ ଜୀବଜନ୍ତୁ ମାନେ ଘରେ ରହିବାର ଆବଶ୍ୟକତା ଅଛି କି ନାହିଁ? ନିଶ୍ଚିତ ଭାବରେ ଅଛି, କାହିଁକିନା ସେମାନଙ୍କର ମଧ୍ୟ ସବୁ ଘର ଅଛି, ନାଇଁ କି? ଯେତେ ପଶୁ ଥାଆନ୍ତୁ, ଯେତେ ପକ୍ଷୀ ଥାଆନ୍ତୁ, ସମସ୍ତଙ୍କର ନିଜସ୍ୱ ଘର ଅଛି, ନାଇଁ କି? ବାଘ ଜଙ୍ଗଲରେ ରହେ, ସିଂହ ମଧ୍ୟ ଜଙ୍ଗଲରେ ରହେ, ପକ୍ଷୀ ତାର ବସା କରିକିରି ବସାରେ ରହେ, ନାଇଁ କି? ସେମିତି ଯେତେ ବି ପ୍ରାଣୀ ଅଛନ୍ତି, ଯେତେ ବି ଜନ୍ତୁ ଜୀବ ଦେଖୁଛ, ସମସ୍ତଙ୍କର ନିଜସ୍ୱ ଘର ଅଛି। କାହିଁକି ନା ସେମାନେ ଘରେ ରହିଲେ କ'ଣ, ଆଉ ଗୋଟେ କ'ଣ ଦେଇଛି ନା କାରଣ ସହ ଉତ୍ତର କୁହ। ମାନେ କ'ଣ ପାଇଁ ସେମାନେ ରହିବା ଦରକାର ଘରେ? ଘରେ ସେମାନେ ଏଇଥିପାଇଁ ରହିବା ଦରକାର, ସେମାନଙ୍କର ସୁରକ୍ଷା ପାଇଁ ଘରର ଆବଶ୍ୟକତା ରହିଛି। ଖରା ବର୍ଷା ଶୀତରୁ ରକ୍ଷା ପାଇବା ପାଇଁ ସେମାନଙ୍କ ପାଇଁ ଘରର ଆବଶ୍ୟକତା ରହିଛି। ହେଲା, ଠିକ୍ ଅଛି। ତାପରେ 2 ନମ୍ବରକୁ ଆସ। ପଶୁ ପକ୍ଷୀମାନେ କେଉଁଠି ରୁହନ୍ତି? ଆଚ୍ଛା କୁହ, ପଶୁ ପକ୍ଷୀମାନେ ସବୁ କେଉଁଠି ରୁହନ୍ତି କୁହ? ତମମାନେ ପଢ଼ିଲ, ଜାଣିଥିବ ବି, କୁହ। ପଶୁମାନେ ସାଧାରଣତଃ କେଉଁଠି ରୁହନ୍ତି? ପଶୁ କହିଲେ କ'ଣ ବୁଝୁଛ ନା ମଣିଷକୁ ଛାଡ଼ିଦେଲେ ଆଉ ଯେତେ ସବୁ ରହିଲେ ସେମାନେ ସବୁ କ'ଣ? ମଣିଷ କେବଳ ହେଉଛି ପ୍ରାଣୀ, ସାମାଜିକ ପ୍ରାଣୀ। ଆଉ ଅନ୍ୟମାନେ ଯେଉଁ ସବୁ ରହିଲେ ପଶୁ ଯେଉଁଟା କହୁଛେ, ସେ ପଶୁମାନେ କିଏ? ବାଘ, ଭାଲୁ, ସିଂହ, ମାନେ ବହୁତ ପଶୁ ଅଛନ୍ତି। ସେମାନେ କେଉଁଠି ସବୁ ରୁହନ୍ତି? ଜଙ୍ଗଲରେ ରୁହନ୍ତି, ନାଇଁ କି? ଆଉ କିଛି ପଶୁ ଅଛନ୍ତି ଗୃହପାଳିତ, ଯେଉଁମାନେ ତମମାନେ ତାକୁ ଘରେ ସବୁ ପାଳିଥାଅ। କିଏ କିଏ ସବୁ ରହିଲେ? ଗାଈ ରହିଲା, ମଇଁଷି ରହିଲା, ଆଉ କିଏ? ମେଣ୍ଢା, ଛେଳି, ଏମିତି ବହୁତ ଅଛନ୍ତି ପଶୁ। କୁକୁର ବି ଘରେ କେତେକ ପାଳୁଛନ୍ତି। ତେଣୁ ସେମାନେ ଆମେ ତାଙ୍କୁ କ'ଣ କରୁଛେ? ଆମ ନିଜ ଘରେ ରଖୁଛେ। ଗାଈମାନଙ୍କୁ ଯେମିତି ଗୁହାଳରେ ରଖାଯାଉଛି। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ଆସିଲା କ'ଣ ନା ପକ୍ଷୀମାନେ କେଉଁଠି ରୁହନ୍ତି? ନା ପକ୍ଷୀମାନେ ଜାଣିଛ ତାଙ୍କର ବସାରେ ରୁହନ୍ତି। ହେଲା, ଠିକ୍ ଅଛି। ତାପରେ 3 ନମ୍ବରକୁ ଆସ। ତୁମ ପରିବାରର ସଦସ୍ୟମାନେ କାହିଁକି ଘରୁ ବାହାରକୁ ଯାଆନ୍ତି? ଆଚ୍ଛା, ତୁମ ପରିବାରରେ ସବୁ ଯେଉଁମାନେ ଅଛନ୍ତି, କାହାକୁ ପରିବାର କହିଲେ କ'ଣ ବୁଝୁଛ? ନା ତୁମର ବାପା, ମା, ଭାଇ, ଭଉଣୀ, ଜେଜେବାପା, ଜେଜେମା, ସମସ୍ତଙ୍କୁ ନେଇକରି ପରିବାର ଗଠିତ। ତାହେଲେ ସେମାନେ ସବୁ ବାହାରକୁ କାହିଁକି ଯାଆନ୍ତି? ନା ସେମାନେ ବାହାରକୁ ଯାଆନ୍ତି କ'ଣ? କିଛି କାମରେ ଯାଆନ୍ତି। ଘର କାମରେ ଯାଆନ୍ତି, କିମ୍ବା ଚାଷ କରିବା ପାଇଁ ଯାଆନ୍ତି, କିମ୍ବା ବଜାରକୁ ସଉଦା କରିବା ପାଇଁ ଯାଆନ୍ତି। ତୁମେମାନେ ପାଠ ପଢ଼ିବା ପାଇଁ ବାହାରକୁ ଯାଅ ସ୍କୁଲକୁ, ନାଇଁ କି? ତେଣୁ କାମରେ ସେମାନେ ଘରୁ ବାହାରକୁ ଯାଇଥାନ୍ତି, କିଛି ନା କିଛି କାମରେ ଯାଇଥାନ୍ତି। ତାପରେ ଆସିଲା 4 ନମ୍ବର। ତୁମ ଘରକୁ କିଏ ଆସିଲେ ବା ତୁମେ କାହା ଘରକୁ ବୁଲିବାକୁ ଗଲେ କିପରି ଅନୁଭବ କର? ଯଦି ତୁମମାନଙ୍କ ଘରକୁ କିଏ କୁଣିଆ ଆସୁଛି ବା ତୁମ ସାଙ୍ଗ କିଏ ଆସୁଛି, ତୁମେ କେମିତି ଅନୁଭବ କରୁଛ? ଖୁସି ହେଉଛ ନିହାତି, ନାଇଁ କି? ଆଉ ଯଦି ବି ତୁମେ କାହାର ବନ୍ଧୁ ଘରକୁ ଯାଅ ବା କୁଣିଆ ଘରକୁ ଯାଉଛ, ଯେମିତିକି ତୁମ ମାମୁଁ ଘରକୁ ଯାଉଛ, ତୁମମାନେ ବହୁତ ଖୁସି ହେଉଛ, ହଁ ନା ନାହିଁ? ତେଣୁ ଆମ ଘରକୁ ଯଦି କିଏ ଆସେ ବା ଆମେ କାହା ଘରକୁ ବୁଲିବାକୁ ଯାଉ, ତାହେଲେ ଆମେ ବହୁତ ଖୁସି ଅନୁଭବ କରୁ। ତାପର କୋଶ୍ଚିନ୍କୁ ଆସ। 5 ନମ୍ବର କ'ଣ ଦେଇଛି ନା ତୁମେ ଭାବୁଛ କି ପକ୍ଷୀମାନଙ୍କ ପରି ଆମେ ବି ଧୀରେ ଧୀରେ ବଡ଼ ହେଉ ଓ ସଂସାରକୁ ଦେଖୁ? କହିପାରିବ କିଏ? ହାତ ଟେକିଲ ଦେଖିବା। ତେଣୁ ତମମାନେ ସମସ୍ତେ ଜାଣିଛ, ଯେମିତି ଗୋଟେ ପକ୍ଷୀଟି ଛୋଟରୁ ବଡ଼ ହେଉଛି, ସେମିତି କ'ଣ ମଣିଷ ଶିଶୁଟି ଛୋଟରୁ ବଡ଼ ହେଉଛି। ତମମାନେ ବର୍ତ୍ତମାନ କେଉଁ କ୍ଲାସ୍ରେ ପଢ଼ୁଛ? 4ର୍ଥ କ୍ଲାସ୍ରେ ପଢ଼ୁଛ। ପ୍ରଥମେ କେଉଁ କ୍ଲାସ୍ରେ ପଢ଼ୁଥିଲ? ଛୋଟବେଳେ ଅଙ୍ଗନବାଡ଼ିକି ସବୁ ଯାଉଥିଲ, ନାଇଁ କି? ତାପରେ ପ୍ରଥମ, ତାପରେ ଦ୍ୱିତୀୟ, ତାପରେ ତୃତୀୟ, ତାପରେ 4ର୍ଥ ଶ୍ରେଣୀରେ ପଢ଼ିଲ। ତେଣୁ ପକ୍ଷୀମାନଙ୍କ ଭଳି ମଧ୍ୟ ତୁମେମାନେ ଛୋଟରୁ ବଡ଼ ହେଉଛ, ଆଉ ଧୀରେ ଧୀରେ ବଢ଼ୁଛ, ଆଉ ସଂସାରକୁ ଜାଣୁଛ। ପ୍ରଥମ କ୍ଲାସ୍ରେ ଯେଉଁ ପାଠ ପଢ଼ୁଥିଲ, 4ର୍ଥ କ୍ଲାସ୍ରେ ତାଠାରୁ ଅଧିକ ପାଠ ପଢ଼ୁଛ, ହଁ ନା ନାହିଁ? ଠିକ୍ ଅଛି। ବର୍ତ୍ତମାନ 1 ନମ୍ବର କୋଶ୍ଚିନ୍ ଗୋଟେ ଦେଇଛି। ଭାଷାର କଥା ପଢ଼ ଓ ବୁଝ। ଅସଜଡ଼ା ପଦକୁ ସଜାଡ଼ି ପାଖ କୋଠରୀରେ ଲେଖ।
ଏଠି କ'ଣ ଦେଇଛି ଦେଖିବା ନା ଭାବିଲି ସୁନ୍ଦର କେଡ଼େ ଦୁନିଆ ବସାରୁ ପୁଣି ଆସି ମୁହିଁ ଦିନେ ହସେ ସଂସାର ଫୁଲ ଫଳେ ସାରା ବସି ମୁଁ ହୋଇଲି ଗଛରେ ଖୁସି। ଏ ଯେଉଁ ପଢ଼ିଲି ମୁଁ ବର୍ତ୍ତମାନ ତମମାନଙ୍କୁ ଏଇଟା ଭଲ ଲାଗିଲା କି? କିଛି ବୁଝା ପଡ଼ିଲାନି କାହିଁକି ନା ଏଇଟା ଅସଜଡ଼ା ହୋଇକିରି ଅଛି। ତେଣୁ ବର୍ତ୍ତମାନ ଆମେ ୟାକୁ ସଜାଡ଼ିକିରି ଲେଖିଲେ କ'ଣ ହେବ ଦେଖିବା। ଏଠି କ'ଣ ହେବ? ପ୍ରଥମ ଧାଡ଼ିଟି ହେବ ଭାବିଲି ଦୁନିଆ କେଡ଼େ ସୁନ୍ଦର, ଆଉ ଦ୍ୱିତୀୟ ଧାଡ଼ିଟି ହେବ ପୁଣି ଦିନେ ମୁହିଁ ବସାରୁ ଆସି, ତୃତୀୟ ଧାଡ଼ିଟି ହେବ ଫୁଲ ଫଳେ ହସେ ସାରା ସଂସାର, ଆଉ ଚତୁର୍ଥ ଧାଡ଼ିଟି ହେବ ଗଛରେ ବସି ମୁଁ ହୋଇଲି ଖୁସି। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ 2 ନମ୍ବରକୁ ଆସ। କବିତାରେ ଅଣ୍ଡା ପରି ଆକାର ପଦ ସହିତ କେଉଁ ଶବ୍ଦଟି ମେଳ ଖାଉଛି କୁହ ଏବଂ ଲେଖ। ଆଚ୍ଛା କୁହ, ଆମେ କବିତାରେ ପଢ଼ିଲେ ଅଣ୍ଡା ପରି ଆକାର କିଏ କିଏ କହିପାରିବ? ହାତ ଟେକିଲ ଦେଖିବା। ହଁ, ଆମେ ଜାଣିଲେ କ'ଣ? ପକ୍ଷୀର ବସାଟି ହେଉଛି ଅଣ୍ଡା ପରି ଆକାରର। ଏଇଟା ଆମେ ପଢ଼ିଛେ ନାଇଁ କି? ଠିକ୍ ଅଛି। ବର୍ତ୍ତମାନ 3 ନମ୍ବର କ୍ୱେଶ୍ଚିନ୍କୁ ଆସ। 3 ନମ୍ବର କ୍ୱେଶ୍ଚିନ୍ରେ କ'ଣ ଦେଇଛି ନା ନିମ୍ନଲିଖିତ ଶବ୍ଦ ଗୁଡ଼ିକର ଅର୍ଥ ଫୁଲ ପାଖୁଡ଼ାରୁ ଖୋଜି ଖାଲି ସ୍ଥାନରେ ଲେଖିବା। ହେଲା, ଏଠି ସବୁ ଦେଇଛି କ'ଣ ନା ବୃକ୍ଷ, ମାତା, ଧରା, ବିହଙ୍ଗ, ନୀଡ଼, ଆଉ ମନ୍ଦାର ଫୁଲଟି ଗୋଟେ ଦେଇଛି, ତା ଦେହରେ ସବୁ ଲେଖା ହେଇଛି ବସା, ପୃଥିବୀ, ପକ୍ଷୀ, ଗଛ, ମା। ତାହେଲେ କାହାର ଅର୍ଥ କିଏ? ଆମେ ଏଇଟା ଲେଖିବା। ଆଚ୍ଛା, ବୃକ୍ଷର ଅର୍ଥ କ'ଣ? ନା ବୃକ୍ଷର ଅର୍ଥ ତୁମେ ଜାଣିଛ ଗଛ। ସେମିତି ମାତାର ଅର୍ଥ କ'ଣ? ନା ମା। ଧରାର ଅର୍ଥ କ'ଣ? ନା ପୃଥିବୀ। ବିହଙ୍ଗର ଅର୍ଥ କ'ଣ? ନା ପକ୍ଷୀ। ନୀଡ଼ର ଅର୍ଥ କ'ଣ? ନା ବସା। ବୁଝିପାରିଲ? ଠିକ୍ ଅଛି। ବର୍ତ୍ତମାନ 4 ନମ୍ବର କ୍ୱେଶ୍ଚିନ୍ କି ଆସ। କ'ଣ ଦେଇଛି? ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର 4ଟି ବିକଳ୍ପ ଦିଆଯାଇଛି। ସେଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତଳେ ଦିଆଯାଇଥିବା କୋଠରୀରେ ଲେଖ। ବର୍ତ୍ତମାନ ଆମେ ଠିକ୍ ଉତ୍ତରଟି ବାଛିକିରି ଲେଖିବା। ଶୁଣ, 4 ନମ୍ବର କ କ'ଣ ଦେଇଛି ନା କବିତା ଅନୁସରଣରେ ବାହାର ଦୁନିଆ ସହିତ କେଉଁ ଶବ୍ଦ ଜଡ଼ିତ ବୋଲି ତୁମେ ଭାବୁଛ? ଆଚ୍ଛା, କବିତାରେ କୁହ ବାହାର ଦୁନିଆ ସହିତ କେଉଁ ଶବ୍ଦ ଜଡ଼ିତ? କ'ଣ ପଢ଼ିଥିଲେ? ବସା ତ ହେବନି, ଅଣ୍ଡା ବି ନୁହଁ, ଡେଣା ବି ନୁହଁ, ତେଣୁ କ'ଣ ହେବ? ଆକାଶ। ହେଲା, ଠିକ୍ ଅଛି। ତାପରେ ଖ ନମ୍ବର ଦେଖ। କାହାର ବିରାଟ ଦେହ ଦେଖି ପକ୍ଷୀ ଶାବକଟି ଭୟଭୀତ ହୋଇଗଲା। କାହାର ବିରାଟ ଦେହ ଦେଖି? ବସାର, ନା ବିଶ୍ୱର, ନା ସୂରୁଜର, ନା ଆକାଶର? କାହାର? ଆମେ ପଢ଼ିଛେ ଯାହା ସେଇଟା ଲେଖିବା। ଆକାଶର ବିରାଟ ଦେହ ଦେଖିକିରି ପକ୍ଷୀ ଶାବକଟି ଭୟଭୀତ ହୋଇଗଲା। ତାପରେ ଗ ନମ୍ବରକୁ ଆସ। ପକ୍ଷୀ ଛୁଆଟିର ବସାଟି କିପରି ଥିଲା? ପକ୍ଷୀ ଛୁଆଟିର ବସା କେମିତି ଥିଲା? ଛୋଟ ଥିଲା, ନା ବିରାଟ ଥିଲା, ନା ବହୁତ ଲମ୍ବା ଥିଲା, ନା ରଙ୍ଗୀନ ଥିଲା? କେମିତି ଥିଲା? ସେ ଛୋଟ ଛୁଆଟି କ'ଣ କହିଲା? ନା ମୋର ବସାଟି ଛୋଟ ଥିଲା। ହେଲା, ଠିକ୍ ଅଛି। ତାପରେ ଘ ନମ୍ବରକୁ ଆସ। କବିତାଟିରେ ସକାଳ ସୂରୁଜ କିରଣକୁ କ'ଣ କୁହାଯାଇଛି? କ'ଣ କୁହାଯାଇଛି? ନା ଟାଣ ଖରା, ନା ନରମ ଖରା, ନା କଅଁଳ ଖରା, ନା ସୁନ୍ଦର ଖରା? କ'ଣ କୁହାଯାଇଛି? ଆମେ କ'ଣ କବିତାରେ ପଢ଼ିଥିଲେ? ନା କବିତାଟିରେ ସକାଳ ସୂରୁଜ କିରଣକୁ କଅଁଳ ଖରା ବୋଲି କୁହାଯାଇଛି। ବୁଝିପାରିଲ? ଠିକ୍ ଅଛି। ଆଚ୍ଛା, ତା ପର କ୍ୱେଶ୍ଚିନ୍ ଦେଖ କ'ଣ ଦେଇଛି। ଆସ ଉତ୍ତର ଲେଖିବା। 1 ନମ୍ବର କ'ଣ ଦେଲା? ନା ପକ୍ଷୀ ଛୁଆଟିର ଭାବନାକୁ ନିଜ ଭାଷାରେ ଲେଖ। ପକ୍ଷୀ ଛୁଆଟି କ'ଣ ଭାବୁଥିଲା? ପକ୍ଷୀ ଛୁଆଟି କ'ଣ ଭାବୁଥିଲା କିଏ କହିବ ଦେଖିବା? ନା ପକ୍ଷୀ ଛୁଆଟି ଭାବୁଥିଲା ଏଇଆ ଯେ ମୁଁ ଛୋଟ ଥିଲି, ବାହାର ଦୁନିଆକୁ ଦେଖିନଥିଲି, ସେଥିପାଇଁ ମୋର ବସାଟି ମୋ ପାଇଁ ସବୁ କିଛି ଥିଲା। କିନ୍ତୁ ମୁଁ ଯେତେବେଳେ ବାହାର ଦୁନିଆକୁ ଦେଖିଲି ସେତେବେଳେ ମୁଁ ଭୟଭୀତ ହୋଇଗଲି। କିନ୍ତୁ ପ୍ରକୃତିର ସବୁଜିମା ଦେଖିକିରି, ଫୁଲ ଫଳରେ ପରିପୂର୍ଣ୍ଣତା ଦେଖିକିରି ମୁଁ ବହୁତ ଖୁସି ହେଲି। ନାଇଁ କି? ଠିକ୍ ଅଛି। ଆଚ୍ଛା କୁହ, ପକ୍ଷୀ ଛୁଆଟି ଖୁସି ହେବାର କାରଣ କ'ଣ? ପକ୍ଷୀ ଛୁଆଟି କାହିଁକି ଖୁସି ହେଲା?
କିଏ କହିପାରିବ ଦେଖିବା? ହଁ, ତେଣୁ ପକ୍ଷୀ ଛୁଆଟି କାହିଁକି ଖୁସି ହେଲା? ନା ଯେତେବେଳେ ସେଇ ପକ୍ଷୀ ଛୁଆଟି ବସାରୁ ବାହାରି ଆସି ଗଛ ଡାଳରେ ବସି ପଡ଼ିଲା, ସେତେବେଳେ କ'ଣ ସେ ବହୁତ ଖୁସି ଅନୁଭବ କଲା, ନାହିଁ କି? ଠିକ୍ ଅଛି। ତାପରେ 3 ନମ୍ବର ଦେଖ, ତୁମେ ବଡ଼ ହେଲେ କ'ଣ କରିବ ନିଜ ମନରୁ ଲେଖ। ତୁମେ ବଡ଼ ହେଲେ ସବୁ କ'ଣ କରିବ କୁହ? ତୁମେ ବଡ଼ ହେଲେ କ'ଣ କରିବ? କିଏ ଡାକ୍ତର ହେବ, କିଏ ଇଞ୍ଜିନିୟର ହେବ, କିଏ ଶିକ୍ଷକ ହେବ, ଭଲ ଭଲ ଚାକିରି କରିବ, ଆଉ କ'ଣ ହେବ? ତୁମେ ବଡ଼ ହେଲେ ଗୋଟେ ଭଲ ମଣିଷ ହେବ। ବୁଝିପାରିଲ ନା ନାହିଁ? ଭଲ ମଣିଷ ହେବ, ହେଲା? ଠିକ୍ ଅଛି। ତାପରେ 4 ନମ୍ବରକୁ ଆସ। ନିମ୍ନଲିଖିତ କୋଠରୀରେ ଲେଖାଯାଇଥିବା ବର୍ଣ୍ଣଗୁଡ଼ିକୁ ମିଳାଇ ବିଭିନ୍ନ ପକ୍ଷୀମାନଙ୍କର ନାମ ଲେଖ। ଆମେ ବର୍ତ୍ତମାନ ପକ୍ଷୀମାନଙ୍କର ନାଁ ସବୁ ଏଠି ଯେଉଁ ଶବ୍ଦ ଧନ୍ଦା ଦେଇଛି ଏଇ କୋଠରୀରୁ ବାଛିକି ଲେଖିବା। ପ୍ରଥମେ କେଉଁ ପକ୍ଷୀ ହେବ କିଏ କହିବ? ଠିକ୍ ଅଛି, ପ୍ରଥମେ ବଗ, ତାପରେ ଆଉ କ'ଣ ହେବ? ଶୁଆ, ତାପରେ ଆଉ କ'ଣ ହେଇପାରିବ? କୋଇଲି ହେଇପାରିବ। ଆଉ କ'ଣ ହେଇପାରିବ ଦେଖିବା? ପାରା ମଧ୍ୟ ହେଇପାରିବ। ଆଉ କ'ଣ ହେଇପାରିବ? ଟିଆ ବି ହେଇପାରିବ। ଟିଆ ମଧ୍ୟ ଏକ ପକ୍ଷୀ, ଟିଆ ବି ହେଇପାରିବ, ନାହିଁ କି? ଏମିତି ଆଉ ଆମେ କିଛି ଖୋଜିକିରି ଲେଖିପାରିବା, ନାହିଁ କି? ଠିକ୍ ଅଛି, ଯେତିକି ଆମେ ଜାଣିଲେ ସେଟା ଲେଖିଦିଅ ଖାତାରେ। ଠିକ୍ ଅଛି। ତାପରେ ଦେଲା କ'ଣ ନା ତୁମ ପାଇଁ କାମ ଭାବଭଙ୍ଗୀରେ ପ୍ରକାଶ କରି ଦେଖାଅ। ଧୀରେ ଧୀରେକୁ କେମିତି ଭାବଭଙ୍ଗୀରେ ପ୍ରକାଶ କରିବା କହିଲ ଦେଖିବା? ତୁମେ ଧୀରେ ଧୀରେ କଥା କହିବ, ଧୀରେ ଧୀରେ ଚାଲିବ, ଏଇଟା ହେଉଛି ଭାବଭଙ୍ଗୀରେ ପ୍ରକାଶିତ ହୋଇପାରିବ। ଖୁସି ହେବା, ଖୁସି ହେଲେ ଆମେ କ'ଣ ହୁଏ? ହସ। ଖୁସି ହେବା ଗୋଟେ, ସେଟାକୁ ଦେଖେଇ ପାରିବା। ଭୟଭୀତ ହେବା, ତାକୁ ମଧ୍ୟ ଦେଖେଇବା। ଖଣ୍ଡି ଉଡ଼ା ଦେବା, ପକ୍ଷୀ କେମିତି ଖଣ୍ଡି ଉଡ଼ା ଦିଏ। ତାପରେ ଉଭା ହେବା, ଏହାକୁ ତୁମେ ଭାବଭଙ୍ଗୀରେ ଦେଖେଇବ, ହେଲା? ଠିକ୍ ଅଛି। ତାପରେ ଦେଇଛି ରଙ୍ଗ ଦିଅ। ତେଣୁ ଯେଉଁ ଚିତ୍ର ସବୁ ଦେଇଛି ତାକୁ ସୁନ୍ଦର ଭାବରେ ମୁଁ ଯେଭଳି ଭାବରେ ରଙ୍ଗ ଦେଉଛି ସେଇଭଳି ଭାବରେ ରଙ୍ଗ ଦେଇଦେବ। ଠିକ୍ ଅଛି। ହଉ, ବର୍ତ୍ତମାନ ଏ ବିଷୟଟି ଶେଷ ହୋଇଗଲା। ତେଣୁ ତୁମେମାନେ ତ ପାଠ ପଢ଼ିଲ, ତେଣୁ ଏଇ ଭିଡ଼ିଓଟାକୁ ତୁମମାନଙ୍କର ସାଙ୍ଗଙ୍କ ପାଖକୁ ପଠାଇଦେବ, କାହିଁକିନା ସେମାନେ ତ ଜାଣିନାହାନ୍ତି। ତେଣୁ ତୁମେମାନେ ଯେହେତୁ ପାଠ ପଢ଼ିଲ ତାଙ୍କ ପାଖକୁ ପଠାଇଦେଲେ ସେମାନେ ମଧ୍ୟ ପାଠ ପଢ଼ିପାରିବେ, ହେଲା? ଠିକ୍ ଅଛି, ଆଜି ପାଇଁ ଏତିକି। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।